ଆପଣ କାହିଁ ଡାକିଲେନି ଭକ୍ତ ଦାସ? ସୋଫିଆ ଫିରଦୋସ ଜଣେ ପପୁଲାର ଲିଡର, ତାଙ୍କୁ ମଧ୍ୟ ଡକାଗଲାନି। ତ ରାଜିକିରି ଆପଣଙ୍କୁ ଡାକିଲେନି ନା ଜାଣିଲେ ଯେ ଇଏ ମୋର ପ୍ରତିଦ୍ୱନ୍ଦ୍ୱୀ, ଇଏ ମତେ ହଇରାଣ କରୁଛନ୍ତି, ପଛରୁ ଗୋଡ ଟାଣୁଛନ୍ତି, ସେଇଥିପାଇଁ ଡାକିଲେ? ଡାକିଲେନି ଏଥିପାଇଁ ଡାକିଲେ ତାଙ୍କର ଭୋଟ ସେଠି ଖରାପ ହେଇଛି। ଏୟାରପୋର୍ଟରେ ଓହ୍ଲଉ ଆମେ କହିବୁ ଯେ ଆମ ଦଳ ଲୋକ ଆମକୁ ହରେଇଦେଲେ ବିଭୀଷଣ ହେଇଛି। ବିଭୀଷଣ କିଏ ଆପଣ? ଏଥିରେ ପୁଣି ମୋ ନାଁ କହିଲେ, ରମେଶ ନାଁ କହିଲେ, ବାହାର କଲା। ମୁଁ ଗୋଟେ ଶୃଙ୍ଖଳା କମିଟି ଚିଠି ଲେଖିଲି ଯେ ମତେ ତ କିଛି ଆଲିଗେସନ ନାହିଁ, ମୋ ନାଁରେ କିଛି କମ୍ପ୍ଲେନ ନାହିଁ, ମତେ କିଛି ଆପଣ ପଚାରିନାହାନ୍ତି। ପ୍ରଥମଙ୍କର ରାଗ ଆପଣଙ୍କ ଉପରେ କାହିଁକି? ଆପଣ ସତରେ କଣ ଭିତରେ ରହି କଂଗ୍ରେସର ଅସନ୍ତୁଷ୍ଟ ନେତା ମାନଙ୍କୁ ତାଙ୍କ ବିରୁଦ୍ଧରେ ଲଗାଉଛନ୍ତି? ୟା ଦୁଆରେ ବସିବା ତା ଦୁଆରେ ବସିବା, ନେଗେଟିଭ ପଲିଟିକ୍ସ କରିବା ମୋ ଚରିତ୍ରରେ ନାହିଁ। ଆପଣ ସସ୍ପେଣ୍ଡ ହେବା ପାଇଁ ରେଡି କି? ଯାହା ଅପ୍ରିୟ ସତ କଥା ସାମ୍ନାକୁ ଆଣିବାନି, ଆଲୋଚନା କରିବାନି, ତାହେଲେ ଆମେ ନିଜ ପିଠି ନିଜେ ଥାପେଇବା। 3 ବର୍ଷ ହେଲାଣି ଆପଣ ଚେଷ୍ଟା କରୁଛନ୍ତି ରାହୁଲ ଗାନ୍ଧୀଙ୍କୁ ଭେଟି ପାରୁଛନ୍ତି। ବିଧାୟକ ଥିଲି, ମୁଁ ଏକୁଟିଆ ନାହିଁ, ଅନ୍ୟ ବିଧାୟକ ମଧ୍ୟ ଆମେ ଚାହୁଁଛୁ ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ବିଷୟରେ ଆଲୋଚନା କରିବୁ ବୋଲି। କୌଣସି ରିପ୍ଲାଏ ହଁ କାଲି ଦିଆଯିବ, ପହଞ୍ଚା ଦିଆଯିବ। ଭକ୍ତ ଦାସ ଆଉ ଶରଦ ପଟ୍ଟନାୟକଙ୍କୁ ଆପଣମାନଙ୍କ ଉପରେ ଲଦି ଦିଆଯାଇଥିଲା, ରାହୁଲ ଗାନ୍ଧୀ ଲଦି ଦେଇଥିଲେ। ବହୁ ଜୋରରେ ଆଲୋଚନା ହଉଛି ଯେ ମହମ୍ମଦ ମୁକିମ ଗୋଟେ ପଲିଟିକାଲ ଆଉଟଫିଟ୍ ତିଆରି କରିବା ପାଇଁ ଲାଗିଛନ୍ତି। ମୁଁ କଂଗ୍ରେସକୁ ଯୋଉ ଆବଶ୍ୟକତା ଅଛି ସଜାଡ଼ିବାର, ସଂସ୍କାରର କରେକ୍ସନ କରିବାର ଉଦ୍ୟମ କରିଛି। ତାହେଲେ ମହମ୍ମଦ ମୁକିମ ଯେମିତି ଅଛନ୍ତି ସେମିତି ରହିବେ, ଚିଠି ଲେଖିକିରି ଚୁପଚାପ ବସିବେ ନା କିଛି ଆକ୍ସନ ମୋଡକୁ? ମହମ୍ମଦ ମୁକିମ ଆମ୍ ଆଦମୀ ପାର୍ଟି ସହିତ ଯାଉଛନ୍ତି, ଆଦମୀ ପାର୍ଟି ଯାଉଛନ୍ତି, ବିଜେପି ସହିତ ସମ୍ପର୍କ ରଖୁଛନ୍ତି, ଭୋଟ ଦେଇଛନ୍ତି, ଗଭର୍ଣ୍ଣର ତାଙ୍କ ଘରକୁ ଯାଇଛନ୍ତି, ଏସବୁ ଷ୍ଟୋରି ନାରେଟ୍ କରାହେଇଛି। 2 ଦିନ ତଳେ ମହମ୍ମଦ ମୁକିମ ଚିଠି ଲେଖିଥିଲେ, ଆଉ ଏଇ 2 ଦିନ ଭିତରେ କଂଗ୍ରେସ ରାଜନୀତିରେ ଝଡ଼ ଉଠିଛି। ମହମ୍ମଦ ମୁକିମ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ଭକ୍ତ ଦାସ ଦାୟିତ୍ୱ ନେବା ପରେ ପ୍ରଥମ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି ମହମ୍ମଦ ମୁକିମଙ୍କ ଠାରୁ। ମହମ୍ମଦ ମୁକିମ ହେଉଛନ୍ତି ସେଇ ବିଧାୟକ ଯିଏ କଟକରେ ଜିତିଛନ୍ତି ଅତୀତରେ। ତାଙ୍କ ଝିଅ ସୋଫିଆ ଫିରଦୋସ ଏବେ କଟକରେ ବିଧାୟିକା ଅଛନ୍ତି ଏବଂ ଏ ଚିଠିର ପ୍ରଭାବ ଦିଲ୍ଲୀରେ ପହଞ୍ଚିଛି। ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହଉଛି ଯେ କଂଗ୍ରେସ ପାର୍ଟିରେ ରହି ଜଣେ କିଏ ନେତା ଅଛନ୍ତି ଯିଏ ରାହୁଲ ଗାନ୍ଧୀଙ୍କର ନେତୃତ୍ୱକୁ ଚ୍ୟାଲେଞ୍ଜ କରିପାରନ୍ତି, ସେ ହେଉଛନ୍ତି ମହମ୍ମଦ ମୁକିମ। ସେ ତ ମହମ୍ମଦ ମୁକିମ ଏ ଚିଠି ଲେଖିକିରି ଆପଣ କଣ ପାଇଲେ? ଆପଣ ସସ୍ପେଣ୍ଡ ହେବା ପାଇଁ ରେଡି କି? ଦେଖନ୍ତୁ, ମୁଁ ଚିଠି 2 ଦିନ ତଳେ ନୁହଁ, ସୋମବାର ଦିନ ମୁଁ ପଠେଇଥିଲି ସୋନିଆ ଗାନ୍ଧୀଙ୍କ ପାଖକୁ ଏବଂ କପି ମୁଁ ଦେଇଥିଲି ସବୁ CWC ମେମ୍ବର। ପରବର୍ତ୍ତୀ ଅବସ୍ଥାରେ 2 ଦିନ ପରେ ଗଣମାଧ୍ୟମ କୋଉଠୁ ଏ ଖବର ପାଇଲେ ଏବଂ ମତେ ଏ ବିଷୟରେ ପଚାରିଥିଲେ। ତାପରେ ମୁଁ ମଧ୍ୟ କହିଥିଲି ଗଣମାଧ୍ୟମକୁ ଏକ ଚିଠି ଦେଇଛି। ମୁଁ କହିଲେ ସସ୍ପେଣ୍ଡ ହେବା ପାଇଁ ପ୍ରସ୍ତୁତ ନୁହନ୍ତି ବୋଲି ମୁଁ ଆପଣଙ୍କୁ କହିବାକୁ ଚାହେଁ ମନୋରଞ୍ଜନ ବାବୁ, ଆମେ କଂଗ୍ରେସ ପରିବାରରୁ ଆସିଛୁ। ମୋ ମାଙ୍କର ମାମୁଁ ଫ୍ରିଡମ ଫାଇଟର ଥିଲେ ଏବଂ ଫାର୍ଷ୍ଟ MLA ମହାଙ୍ଗା ସାଲେପୁର ଥିଲେ, ଗୋଟେ କନଫରେନ୍ସ ଥିଲା ମହାଙ୍ଗା ସାଲେ। ମୋ ବଡ ଭାଇ ଜାନିକି ମୋ ଗାଡିରେ ଦେହାନ୍ତ ହେଇଗଲା ବାଲେଶ୍ୱର ଯାଉଛୁ। ମୁଁ ସେଇ ପରିବାରରୁ ଆସିଛି ଯେ କଂଗ୍ରେସ ସହିତ ଡିକେଡ ଧରି ଆମେ ଯୋଡି ହେଇକି ଅଛୁ। ଏବଂ ଯେତେବେଳେ ମୁଁ ଦାୟିତ୍ୱ ନେଲି କଟକ ସହରର, ସେତେବେଳେ 35 ବର୍ଷ ଧରି କଟକ ସହରରେ କଂଗ୍ରେସ ଜିତୁ ନଥିଲା ଏବଂ ଜାନକୀ ଭଲ ପଟ୍ଟନାୟକ 15 ବର୍ଷ ମୁଖ୍ୟମନ୍ତ୍ରୀ ଥିଲାବେଳେ ମଧ୍ୟ କଟକରେ କଂଗ୍ରେସ ଜିତୁ ନଥିଲା। ଆମେ ପରିଶ୍ରମ କଲୁ, ପରବର୍ତ୍ତୀ ଅବସ୍ଥାରେ କଂଗ୍ରେସ ଏଠି ଜିତିଲା, ପୁନଶ୍ଚ ବର୍ତ୍ତମାନ ମଧ୍ୟ କଂଗ୍ରେସ ଏଠି ଜିତିଛି। ସୋ ଆମର କଣ୍ଟ୍ରିବ୍ୟୁସନ ମଧ୍ୟ କଂଗ୍ରେସ ଦଳ ପ୍ରତି ଅଛି ଏବଂ ଆମେ କଂଗ୍ରେସ ଦଳ ପରିବାର ସଦସ୍ୟ। ଏବେ ସସ୍ପେଣ୍ଡ ହେବା ପାଇଁ ପଡେ ରେଡି? ଯେବେ କଥା ପଡିଲା ନ୍ୟାସନାଲ ସିନାରିଓ, ଆପଣ ଦେଖିବେ 14 ମସିହାରେ ଆମେ ହାରିଲୁ, ଅପୋଜିସନ ଷ୍ଟାଟସ ମିଳିଲାନି ଆମକୁ। 19 ମସିହାରେ ଆମେ ହାରିଲୁ, ଅପୋଜିସନ ଷ୍ଟାଟସ ମିଳିଲାନି। 24 ମସିହାରେ କଂଗ୍ରେସ 69 ସିଟ୍ ସେଠି ପାଇଲା, ଗୋଟେ ଆଶା ସଞ୍ଚାର ହେଲା ଯେ ଠିକ ଅଛି କଂଗ୍ରେସ ପ୍ରତି ଲୋକଙ୍କର ଗ୍ରହଣୀୟତା ବଢିଛି। ରାହୁଲ ଗାନ୍ଧୀଙ୍କ ଯୋଗୁଁ ପାଇଲା ନା ନାଇଁ? କଂଗ୍ରେସର ସବୁବେଳେ ହେମନ୍ତି ଅଭ୍ୟାସ ଥାନ୍ତି ଗାନ୍ଧୀ, ସୋନିଆ ଗାନ୍ଧୀଙ୍କର କଣ୍ଟ୍ରିବ୍ୟୁସନ ସାକ୍ରିଫାଇସ୍ କଂଗ୍ରେସ ପାଇଁ ଅଛି। ପରବର୍ତ୍ତୀ ଅବସ୍ଥାରେ ରାହୁଲ ଗାନ୍ଧୀ ତା ନେତୃତ୍ୱ ନେଉଥିଲେ। ପରବର୍ତ୍ତୀ ଅବସ୍ଥାରେ ମଲ୍ଲିକାର୍ଜୁନ ଖାର୍ଗେ ଦଳର ସଭାପତି। କିନ୍ତୁ
आमे 99 सीट जितिला परे 5टी स्टेट निर्वाचन सरिलानी तो बिहार निर्वाचन को बहुत क्लोजली मु वाच करथि बहुत डिसहार्टन हेलु इतला आमे सीट दे पालेनी 60टा सीट आमे पाइले এবং 6 जण हमर जितिले देखो तो जहा अप्रिय सत्य कथा जदि आमे ताकू सामना को आनिबानी आलोचना करिबानी ताले आमे निज पिठी निजे थापे किंतु कांग्रेस को रेडी अछि अप्रिय सत्य कथा सुनियो ते कांग्रेस भी अभी रेडी हेबा उचित दल आमर यदि आमे ताकू ठीक से सुनिबा नहीं आलोचना करिबा नहीं एवं समाधान सूत्र बाहर करिबा नहीं ताले ते ग्रैंड ओल्ड पार्टी धीरे धीरे सब स्टेट तो आमे चली जाउछु फॉर इंस्टेंस दिल्ली किंतु राहुल गांधी को केमति ग्रहण दिल्ली गोटे नउची बा हां दिल्ली रे आमे तीनोटी निर्वाचन एते काम आमे करथलु शिला दीक्षित समय रे ता परवर्ती अवस्था तीनोटी निर्वाचन आमे जीरो पाउछ खाता खोली पारनो हेडक्वार्टर समस्त अच्छा आ एथि राहुल गांधी राय अकाउंटेबिलिटी के देउची दिल्ली रो काम केमती हबो सेति पय हम अनुभव करली जे एई 4-5 टी पॉइंट मो नॉलेज एति आसिला जे 4-5 टी पॉइंट हमरो करेक्शन हमार आवश्यकता अछि गोटे होउची जे पार्टी को लोअर कर्निंग सहित कनेक्ट हवा बूथ लेवल को जाई की बूथ वर्कर को सहित कनेक्ट हवा मु कोने सुप्रीम अथॉरिटी कनेक्ट हेबे बट चेन चलती हवा उचित जे समस्ते कनेक्ट हेबे पार्टी सहित एवं समस्ते निज कथा वेंटिलेट करि पड़थुए ता कथा सुना जाउथु पार्टी को रिबिल्ड करिया पे जा आपण लिखियो 3 वर्ष हलानी आपण चेष्टा करचंती राहुल गांधी को भेटी पार मु अते विधायक थिली मु के एकुटिया नहीं अन्य विधायक मध्ये आमे चाहूथु राहुल गांधी भेटी ओडिसा विषय आलोचना करिउ बोली ताको ऑफिस से तो जोगाजोग कराई थिला चिठी भी दिया थिला किंतु कोनसी रिप्लाई हो काली दिया जीवो फोन दिया जीवो आसी जानतर मते मन के कष्ट हला जे आमे जी निर्वाचित विधायक गोटे स्टेट 6 थर 5 थर कांग्रेस हारिला यदि या ऊपर मध्ये तो सोनिया गांधी बा राहुल गांधी आपन को गुरुत्व दउ नांते तो आपन गोटे समय दाबीदार थिले पीसीसी प्रेसिडेंट हेबे बोली तो आपन कथा केमते सुनले देखंतु मु सेहि पई आसुची आपन बाकू जे ओडिसा परि गोटे स्टेट पंचम थर निर्वाचन हारि कि जतले आमे गलु जे पीसीसी सभापति बदलिबे बोली हमु डका हला एवं 18 जन लीडर को ओडिसा डका हिला लीडरशिप 18 जन सहित आलोचना करला परे तो डिसीजन नेले जे शरद पटनायक पीसीसी सभापति होते ठीक है हम तो ग्रहण कलु किंतु ग्रहण करि पारिलु नै मन भितरे कि जने व्यक्ति जे कि दीर्घ 98 आज पर्यंत कोन इलेक्शन जितु नांती सब इलेक्शन हारुछंती डिपॉजिट प्रॉफिट होउची एवं से एमती कांटेक्ट नांती जे पूरी वर्तमान ड्राइव दे करिवे ते मु दियाला दायित्व पुन दिवाकल हला पुनी आमे 13% वोट को आसीले तेणु कोट ना कोठी बिहार इलेक्शन दिल्ली इलेक्शन महाराष्ट्र इलेक्शन जनरल इलेक्शन परे सब घटना घटी जाइछि इन स्टेट रे तो मु व्यक्तिगत भाव रे अनुभव करली जे कांग्रेस दल रो जो लक्ष लक्ष वर्कर्स को जो आवाज वर्तमान समस्त जो डिसार्ट नहीं बसछंती मु अनुभव करली जे मोर चिट्ठी लेखे राहुल सोनिया गांधी को पाके तो पॉइंट्स देगी तो सोनिया गांधी को प्रति गोटे हाई रिगार्ड्स अछि ताकर सैक्रिफाइस ताकर कंट्रीब्यूशन राजीव गांधी को हत्या करला परे से पूरी पुनश्च आसी पार्टी को रिबिल्ड करिबा वाजपेयी को संगे लड़ी बीजेपी संगे लड़ी पार्टी को पूरी पुनर्स्थापित करिबा यूपीए गवर्नमेंट दुई टर्म में आनिबा और मनमोहन सिंह को जन विशिष्ट लोकों को आनी प्राइम मिनिस्टर करिबा कांग्रेस से गोटे इंटायर इंडिया गोटे अलगा बात दे जाई तो मुख्यमंत्री मोर प्रश्न आपन को रहइबो जे भक्त दास आउ शरद पटनायक को आपण मान को ऊपर लदी दिया जाइथिला राहुल गांधी लदी देइथिले कि तो भक्त दास को वर्तमान पीसीसी सभापति करा हिची ता पूर्व शरद ने पटनायक आपण कहले 18 जन को लेकरी आपण माने आमे जाइथिले जाइथिलु तो आपण को मुंडो ऊपर लदी दिया गला कि हाई कमांड कहले जे एई लोक हेबे एई व्यक्ति हेबे आपनकर नेता आमे तेले फेरी के आसिला परे जेते डिक्लेयर हला शरद पटनायक हेले बोली आमे से अनुभव करलु जे ए डिसीजन ठीक हेला नै बोली एडिशन के राहुल गांधी ने डिसीजन एआईसीसी मल्लिकार्जुन जो वेणुगोपाल जी को लेटर आसिला चिठी हमारे निश्चित रूपे डिसीजन सुनतु डिसीजन राहुल गांधी मल्लिकार्जुन खड़गे सभा की नहीं हो तो ये भक्त दास को निष्पत्ति किए है भक्त दास को निष्पत्ति भी एआईसीसी नहीं तो ये भी आपण को ऊपर लदी दिया गला लदी दिबा कथा पड़ी नहीं कथा पड़ी जे किपरि भाबे डेलीवर करिवे ओटे इंस्टेंस हमें देखिलु तो आपण कहचंदी 75 मसिया रे ना मुनुआ पड़ा को आसी 75 मसिया रे भक्त दास गांधी परिवार विरुद्ध रे कहिथिले
ତ ଆପଣ ଏତେ ବର୍ଷର କଥା ପାଖାପାଖି 50 ବର୍ଷର କଥାକୁ ମନେ ରଖିଛନ୍ତି? ସେ ଜନତା ଦଳରେ ଥିଲେ ହୁଁ। ଏବଂ ତାଙ୍କର ଗାନ୍ଧୀ ପରିବାରକୁ ଯୋଉ ଟାର୍ଗେଟ କରୁଥିଲେ ତା ବି ଜୀବିତ ଅଛି। ସେ କୌଶଳ ଆନ୍ଦୋଳନକୁ ଯୋଉ ବାହାବା ଦେଉଥିଲେ ତା ମଧ୍ୟ ୟା ପୂର୍ବରୁ ଆପଣ କନକ ଟିଭି ମଧ୍ୟ ତାକୁ ଦେଖେଇ ସାରିଛି। ସେ ଯେହେତୁ କଂଗ୍ରେସ ମାଇଣ୍ଡ ସହିତ ତାଙ୍କ ଆଡଜଷ୍ଟମେଣ୍ଟ ହେଇପାରୁନାହିଁ, ଯୋଉଥିପାଇଁ ମୁଁ ଅନୁଭବ କଲି ଯେ ନୂଆପଡ଼ା ନିର୍ବାଚନରେ ଆମେ କଂଗ୍ରେସ ଦଳ ଗୋଟେ ସିକୁଲାର ଦଳ, ସମସ୍ତଙ୍କୁ ନେଇ ଯିବା ଉଚିତ, ସମସ୍ତଙ୍କୁ ନେଇ ଚାଲୁ ଆମେ। ସେଠି ଯଦି ବାଦ ବିବାଦ ରହିବ ତାହେଲେ ଆପଣ କାହିଁ ଡାକିଲେନି ଭକ୍ତ ଦାସ? ମୁଁ ଯାହା ସୋଫିଆ ଫିରଦୋସ ଜଣେ ପପୁଲାର ଲିଡର, ତାଙ୍କୁ ମଧ୍ୟ ଡକାଗଲାନି, ତ ରାଗିକିରି ଆପଣଙ୍କୁ ଡାକିଲେନି? ନା ଜାଣିଲେ ଯେ ଇଏ ମୋର ପ୍ରତିଦ୍ୱନ୍ଦ୍ୱୀ, ଇଏ ମତେ ହଇରାଣ କରୁଛନ୍ତି, ପଛରୁ ଗୋଡ ଟାଣୁଛନ୍ତି, ସେଇଥିପାଇଁ ଡାକିଲେ? ଦେଖନ୍ତୁ ଯାହା ଟିଭିରେ ସେ କହିଲେ ଦୁଇଥର ଯାକ ଯେ କଟକରେ ଦଙ୍ଗା ହେଇଛି, ଯୋଉଥିପାଇଁ ମୁଁ ସୋଫିଆକୁ ଡାକିନାହିଁ। ପରବର୍ତ୍ତୀ ଅବସ୍ଥାରେ କହିଲେ ମୁକିମକୁ ମୁଁ ଡାକିନି ଏଇଥିପାଇଁ ଯେ ବିଜେପି ତାର ଆଡଭାଣ୍ଟେଜ ନବ, ପୋଲାରାଇଜେସନ ହବ। ତ ଆପଣ ରାଜି? ତ ମୁଁ ସେଥିପାଇଁ ମୁଁ କହିଲି ଯେ ଯେହେତୁ ଜନତା ଦଳ ବ୍ୟାକଗ୍ରାଉଣ୍ଡରୁ ଆସୁଛନ୍ତି, କଂଗ୍ରେସ କଲଚର ସହିତ ସେ ଆକ୍ୱେଣ୍ଟେଡ ହେଇନାହାନ୍ତି। କଂଗ୍ରେସର ଯୋଉ ସୋସିଆଲ ସିକ୍ୟୁଲାର କନସେପ୍ଟ ସେ ତାଙ୍କୁ ବୋଧେ ଗ୍ରହଣ କରିପାରିନାହାନ୍ତି, ସେଥିପାଇଁ କି ପ୍ରଦେଶ କଂଗ୍ରେସ କମିଟିର ସଭାପତି ରେସ୍ପନ୍ସିବୁଲ ପୋଷ୍ଟରେ ରହିକି ସମସ୍ତଙ୍କୁ ନେଇକି ଚଳିବା ଲୋକ, ପ୍ରଦେଶ କଂଗ୍ରେସ କମିଟିର ସଭାପତି, ତାଙ୍କ ପାଇଁ ସମସ୍ତେ ସମାନ। ସେ ଯଦି ଏହିପରି ଏକ ବିଚାରଧାରା ଗଣମାଧ୍ୟମରେ ପ୍ରକାଶ କରିବେ ତାହେଲେ ତାଙ୍କର ବିଚାରଧାରା କିପରି କଂଗ୍ରେସ ବିଚାରଧାରା ସହିତ ଏକା ହବ? ତ ସୋଫିଆ କଣ ସତରେ ବିଜି ଥିଲେ କଟକ ଦଙ୍ଗା ଯୋଗୁଁ, ଯୋଉଥିପାଇଁ ତାଙ୍କୁ ଡକାଗଲାନି? ଆପଣ ଉଲ୍ଟା କହୁଛନ୍ତି। ସେ ଡାକିଲେନି ଏଥିପାଇଁ କି ଡାକିଲେ ତାଙ୍କର ଭୋଟ ସେଠି ଖରାପ ହେଇଯାଇଥାନ୍ତା। ଭୋଟ ଖରାପ ହେଇଯାଇଥାନ୍ତା, ଯୋଉଥିପାଇଁ ଆପଣଙ୍କୁ ଆଉ ସୋଫିଆକୁ ଡାକିଲେ? ସୋଫିଆକୁ ଡାକିଲେ ନିଜେ ଗଣମାଧ୍ୟମରେ କହିଛନ୍ତି। ତ ଆପଣ କଣ ସତରେ ଭାବୁଛନ୍ତି ଯେ ସେଠି ହିନ୍ଦୁ ପପୁଲେସନ ଯେହେତୁ ଅଧିକ, ଆପଣ ମୁସଲିମ ବୋଲି ଯାଇଥିଲେ, ସେଠି ଅସୁବିଧା ହେଇଯାଇଥାନ୍ତା? ମୁଁ ଏହା କହିପାରିବିନି, ତାହା ସଭାପତି ନିଜେ କରିବେ। ଏବଂ ତାଙ୍କର କାହିଁକି ଚିନ୍ତାଧାରା ଆସିଲା ଇଲେକ୍ସନରେ, ଯେତେବେଳେ ସାଧାରଣତଃ ଇଲେକ୍ସନରେ ସମସ୍ତେ ଆଗ୍ରହ ପ୍ରକାଶ କରନ୍ତି ଯେ ଆମ ଦଳ ଗୋଟେ ଇଲେକ୍ସନ ଲଢୁଛି, ଗୋଟେ ମେସେଜ ଯିବ ଥ୍ରୁଆଉଟ୍ ଷ୍ଟେଟକୁ, ଆଗ୍ରହ ଥାଏ ସମସ୍ତଙ୍କର। ଏଠି କିନ୍ତୁ ଓଲଟା ଭାବରେ ସେ ଇଲେକ୍ସନ କଣ୍ଡକ୍ଟ କଲେ। ସେ ଗୋଟେ ଏଠି ଆମର ଚେୟାରମ୍ୟାନ ଶୃଙ୍ଖଳା କମିଟି ଅଛନ୍ତି, ତାଙ୍କୁ ଚିଠି ମାଧ୍ୟମରେ ଜଣେଇଲେ, ପବ୍ଲିସାଇଜ ହେଲା ପେପରରେ, ଯେ ଯିଏ ନୂଆପଡ଼ା ଯିବା ପାଇଁ ଚାହିଁବେ ତାଙ୍କୁ ଚିଠି ଦେବେ, ଆପ୍ଲିକେସନ ଦେବେ, ସେ ଆପ୍ରୁଭ କରିକି ଆଣିଲା ପରେ ପିସିସି ପ୍ରେସିଡେଣ୍ଟରୁ ଆପଣ ଯିବେ ନୂଆପଡ଼ା ଇଲେକ୍ସନକୁ ପ୍ରଚାର ପାଇଁ ସମସ୍ତେ ଯାଇପାରିବେ। ଇଏ ଯୋଉଠି ବିଜୁ ଜନତା ଦଳ, ଯୋଉଠି ଭାରତୀୟ ଜନତା ପାର୍ଟିର ଅଣ୍ଡା ବଚ୍ଚା ସାରା ଓଡ଼ିଶାରୁ ଯାଇ ସେଠି କ୍ୟାମ୍ପେନ୍ କଲେ ଯେ ଆମ ଲୋକ ଜିତୁ ବୋଲି, ତେଣୁ ଆମେ ରେଷ୍ଟ୍ରିକ୍ସନ ଭିତରେ ରହିଲୁ ଏବଂ ସେ ରଖିଲେ ଠିକ ଅଛି। ଯେହେତୁ ତାଙ୍କ ନିର୍ବାଚନ ମଣ୍ଡଳୀ ଥିଲା, ତାଙ୍କ ପାର୍ଲାମେଣ୍ଟ ସେଗମେଣ୍ଟ, ଆମେ ଆଶା କରୁଥିଲୁ ତାଙ୍କର 26 ଦିନ ସେ ସେଠି ରହିଲେ କି ତାଠୁ ଅଧିକା ରହିଲେ, ପୁରା ସମ୍ପୂର୍ଣ୍ଣ ରୂପେ ମଙ୍ଗ ଧରିଥିଲେ ସେ ନିଜେ। କିଛି ସଭାପତି ଅଛନ୍ତି ପ୍ଲସ୍ ତାଙ୍କର ନିଜର ନିର୍ବାଚନ ମଣ୍ଡଳୀ, ଗୋଟେ ଆଶା ଥିଲା ଆମର ଯେ କଂଗ୍ରେସ ସେଠି ବହୁତ ଭଲ କରିବ। ଏବଂ ସେକେଣ୍ଡ ପୋଜିସନରେ ତ ରହିଲା କଂଗ୍ରେସ। ଆମେ 83,000 ଭୋଟରେ ହାରିଲୁ। ଗୋଟେ ଆସେମ୍ବଲି ସେକେଣ୍ଡ ପୋଜିସନ ଆସୁଛି, ଆମେ 83,000 ଭୋଟରେ ହାରିଲୁ। ଏବଂ ଯୋଉ କ୍ୟାଣ୍ଡିଡେଟ ଗତ ଥର ଠିଆ ହେଇଥିଲେ ସ୍ୱାଧୀନ ଭାବରେ 51,000 ଭୋଟ ପାଇଥିଲେ, ସେ କଂଗ୍ରେସ କ୍ୟାଣ୍ଡିଡେଟ ହେଲା ପରେ ତାଙ୍କ ଭୋଟ କମିକି 40,000 ହେଇଗଲା। ତେଣୁ ମୁଁ ଆଉ ଏତେ ଆନାଲିସିସ୍ ଆପଣଙ୍କୁ କରୁନି ଭୋଟର। ଆମେ ଯୋଉ ସେ 11,000 ଭୋଟରେ ହାରିଥିଲେ ଗତ ଥର, ଏଥର ସେ ହାରିଲେ 83,000 ଭୋଟରେ। ଆମେ ଯଦି ନିଜ ପିଠି ନିଜେ ଥାପଡେଇବା ଯେ ଆମେ ସେକେଣ୍ଡ ପୋଜିସନ ହେଇଗଲୁ ବୋଲି ଖୁସି ହେବୁ, ଆମେ ଯଦି ଡିଫରେନ୍ସଟା ଦେଖିବାନି ଆଉ ତାକୁ କିପରି ମେକଅପ୍ କରାଯିବ ତାପରେ ଆଲୋଚନା କରିବା ନାହିଁ। ଏବଂ ଏୟାରପୋର୍ଟରେ ଓହ୍ଲଉ ଓହ୍ଲଉ ଆମେ କହିବୁ ଯେ ଆମ ଦଳ ଲୋକ ଆମକୁ ହରେଇଦେଲେ ବିଭୀଷଣ ହେଇକି। ବିଭୀଷଣ କନସେପ୍ଟ ଉପରେ ଆପଣଙ୍କର ଆପଣ ରାମାୟଣ ପଢିଛନ୍ତି କି ନାଇଁ ମୁକିମ ବାବୁ? ମୁଁ ପଢିଛି ଅଳ୍ପ ଟିକେ, ଯାହା ମୁଁ ଜାଣିଛି ଯେ ବିଭୀଷଣର ବହୁତ ଭଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ବିଭୀଷଣକୁ ଆପଣ ପସନ୍ଦ କରନ୍ତି? ତାକୁ ଓଲଟା ଭାବରେ ଚିତ୍ରଣ କରାଗଲା ତ ଠିକ ଅଛି, ସେ ଗୋଟେ ସେଟାବି କହିଲେ। ଏବଂ ଏଥିରେ ମଧ୍ୟ ବିଭୀଷଣ କିଏ ଆପଣ? ଏଥିରେ ପୁଣି ମୋ ନାଁ କହିଲେ, ରମେଶ ନାଁ କହିଲେ, ପେପର ବାହାର କଲା। ମୁଁ ଗୋଟେ ଶୃଙ୍ଖଳା କମିଟି ଚିଠି ଲେଖିଲି ଯେ ମତେ ତ କିଛି ଆଲିଗେସନ ନାହିଁ, ମୋ ନାଁରେ କିଛି କମ୍ପ୍ଲେନ ନାହିଁ, ମତେ ତ କିଛି ଆପଣ ପଚାରି ନାହାନ୍ତି, ତାହେଲେ ଆପଣ ପିସି ସଭାପତି କିପରି ଗୋଟେ ଗଣମାଧ୍ୟମ ମିଡିଆରେ ମୋ ନାଁ ପାଠ କରୁଛନ୍ତି ଯେ ମୁଁ ବିଭୀଷଣ ଭୂମିକା ନିର୍ବାହ କରୁଛି? ଦୂର ଦୂର ପର୍ଯ୍ୟନ୍ତ ମୋର କୌଣସି ସମ୍ପର୍କ ନାହିଁ ନୂଆପଡ଼ା ଇଲେକ୍ସନ ସାଙ୍ଗରେ। ପରବର୍ତ୍ତୀ ଅବସ୍ଥାରେ ପିସି ସଭାପତି ସେ ମଧ୍ୟ ଚିଠି ଦେଲେ ପୁଣି ଶୃଙ୍ଖଳା କମିଟି ଚେୟାରମ୍ୟାନ ଯେ ପିସି ସଭାପତି ମନା କରୁଛନ୍ତି, ସେ
मीडिया को कहते ना मु कही नहीं किंतु आमे कौन सी न्यूज देखी पार्लु नहीं ठीक है तथापि जेते एडमिट करछन चिठी देछन आमे चुप हो जाइथिलु कथा होची सतरे कोन आपण विभीषण भूमिका रे थिले किछि किछि जे कुछ संदेह कला बळी तांको संदेहर बळ भितर को आपण काहे के आसले मनोरंजन बाबू मु आपन कैरेक्टर जानछन्ती मु जणे निर्भीक स्ट्रेट फॉरवर्ड व्यक्ति मु खुशी रे लोक सेवा करिया बे राजनीति करूची এবং তাপরে যা পরিশ্রম করিয়া কথা সাধারণ লোকଙ୍କୁ ଅଧିକା କରୁଛି ଯଦି ମତେ କିଛି ନେଗେଟିଭ ମୁଁ କେବେ ଚିନ୍ତା କରେ ନାହିଁ ମୁଁ ସବୁବେଳେ ପଜିଟିଭ ମାଇଣ୍ଡରେ ଥାଏ ଏବଂ ସବୁ ଜିନିଷ ହେଇପାରିବ ବୋଲି ମୋର ଗୋଟେ ବିଶ୍ୱାସ ଥାଏ ସେଇ ପଜିଟିଭ ମାଇଣ୍ଡକୁ ନେଇକି ମୁଁ ଅନୁଭବ କଲି ଯେ ସାରା ଭାରତ ବର୍ଷ ଚିତ୍ରରେ କଂଗ୍ରେସର ବର୍ତ୍ତମାନ ଡାଉନଫଲ୍ ଚାଲିଛି ଗ୍ରୋ କରିପାରୁନି କଂଗ୍ରେସ ଏବଂ ୟା ପାଇଁ ସୋନିଆ ଗାନ୍ଧୀ ଆମ ସର୍ବମୟ ନେତ୍ରୀ ଯାହାର ବହୁତ କିଛି ସାକ୍ରିଫାଇସ୍ ଅଛି ତାଙ୍କର ଇଣ୍ଟରଭେନ୍ କରନ୍ତୁ ସେ ଅନୁଭବ କରନ୍ତୁ ଯେ ସାଧାରଣ ପବ୍ଲିକଙ୍କ ହୃଦୟରେ କଥା ଆସିଲାଣି ଯେ କୋଉଠି ନା କୋଉଠି ଭୁଲ ହଉଛି କଂଗ୍ରେସ ତାକୁ ବୁଝାଇ ପାରୁନି मोहम्मद मुकिम मोर खाली जानिबार कथा रामायण रे विभीषणकर गोटे बड़ भूमिका अछि जेतोले राम जाउथिले रावण सहित युद्ध करिया पई विभीषण लंका छाड़ी के रावण को शिविर को आस्थिले विभीषण कोन करथिले ना रावण को लंकार भीतरी कथा सब आनी के राम को कहि देथिले जोथि पई युद्धर वार स्ट्रेटजी जाको हमें कहबा युद्धर वार स्ट्रेटजी राम को सपक्ष रे गला आ रावण मल्ला राम जीतिक आसले राम रावण युद्ध रे राम को विजय हला तो आपनकर सही भूमिका हां माने ଗୋଟେ ଭଲ କାମ करथिले जे रावण भूल करूथिले बोली विभीषण राम सहित रही ताले एथि पुणी विभीषण माने का संग रावण सहित थिले से क्षति करथांते तो विभीषण राम को सहित थिले तेणु विभीषण व्याख्या जो देइछन्ती मु जानली तांकर केते कोन नॉलेज अछि कोन अछि हे विषय रे किंतु विभीषण रो गुरुत्वपूर्ण भूमिका थिला आ विभीषण भलो काम करथले कारण से राम को सहित थिले एथि से जो आख्या देइछन्ती विभीषण को से उल्टा आख्या देइछन्ती मु सेतरा मु खाली से कहिछन्ती बोली मु आपन कहिली जणे सभापति घर से मुखिया समस्त मु संगे नै चलिया उचित बहुत जिनिस हजम करिया पड़िबो तांको हजम करके घर भीतर तुटे कि बाहर को गला आम समस्त एक थी सी निजे टीवी मीडिया आगे अवास्तव कथा गुड़ा कहे नेचुराली कोड ना कोड स्वर उत्तोलन हो तो आपण भाबुचंती कि जे सेभଳି କିଛି विभीषण रोल भलो काम पाई कांग्रेस रो भलो पाई आपण କିଛି विभीषण भूमिका नवा पाई बाध्य हेले कि इलेक्शन सबरे जोथि पाई वक्तव्य आपण संदेह करथन मु इलेक्शन में बिल्कुल मनौ इन्वॉल्व नथली का से कथा ता हे नै कि मते डाकी नांती मु सेठू 450 किलोमीटर दूर रे कहू तापे चिंता भी करनथली खाली भगवान डाकतली जे भलो करू कांग्रेस आमे के माने पूरे बाई इलेक्शन रे भलो हवाटा मु आपन एग्जांपल दोउची छोटे एग्जांपल होय तो क्या से किछि रिलेवेंट नो किंतु आम कटक शहर रे मो निर्वाचन पूर्वरु गोटे निर्वाचन होइतला मेयर दुर्नीति लिप्त थिले हम आंदोलन कलु नवीन पटनायक तांको ड्रॉप कर से जगह रे गोटे बाई इलेक्शन हला वार्ड रे कॉर्पोरेटर पे गोटे बाई इलेक्शन हला एवं आमे कटक रे कांग्रेस मंग धरती आमे से बाई इलेक्शन ता गोटे चैलेंज दी लड़िया आरंभ कलु बिजु जनता दल समस्त नेता ओडिशा ये रो सेही सिटी कैंपेन करले बीजेपी रे मध्ये कैंपेन करले एवं आमे से इलेक्शन जितिलु सरकार न विरुद्ध थाई कॉर्पोरेशन तांकर अछि किंतु से इलेक्शन जितिबाटा हम पे टर्निंग पॉइंट हला कटक लोक भितर विश्वास जातला जे मुखिम प्रति लोक नेतृत्व प्रति लोक एंडोर्स स्टाम्प मान तेणु बाई इलेक्शन ने सरकार को हरै दबा कि चैलेंज ने कि भलो परसेंटेज वोट नबा या गोटे गुड साइन दल पई आगु जीवा पई तेणु आमे भी चाहूथुलु समस्त हलाटेटली कांग्रेस की भलो करू बोली तो भक्तम को राग आपन को ऊपर काई आपन सतरे कोन भितर रही कांग्रेस रो असंतुष्ट नेता मान को तांको विरुद्ध रे लगौछन गोटे माहौल तयारी करूछन जा फळे भक्त बाबू काम करि परिबो आपन अनुभव करछन आमे 6 निर्वाचन पराजय वरण करलानी वर्तमान स्टेज रे आमे पूरी विरोधी काम जो असंतुष्ट करी कि कांग्रेस टाको कि हरिया चाहबो समस्त चाहूछु आमे मिसी काम करिबा এবং कांग्रेस सरकार को आस किंतु जेतो आपण आशाई थिले मुके बाबू सुनदो मोर तो आपन को राग रहिबा स्वाभाविक मोर व्यक्तिगत कौनसी प्रकार ये थाए मु रिलीजियसली गॉड फेयरिंग मु प्रत्येक जिनिस चेष्टा करे जे किछ कोडी असुविधा होवे भावे जे ऊपर वाला वर्तमान समय ठीक नहीं चाहूना मोर से जो या द्वारे बसीबा ता द्वारे बसीबा नेगेटिव पॉलिटिक्स करिबा मो चरित्र रे नाही कि मो पाते समय मध्य नहीं तेणु
ମୁଁ ଲୋକସଭାଙ୍କ ପ୍ରତି ଆପଣଙ୍କ କିଛି ରାଗ ନାହିଁ କିଛି ନାହିଁ ତାଙ୍କୁ ଜମା ବିଶ୍ୱାସ ନାହିଁ ମୋ ସେ ନେଗେଟିଭ ପଲିଟିକ୍ସ ତାଙ୍କୁ ଆପଣ ଗ୍ରହଣ କରନ୍ତି କି ନାହିଁ ସେ ପିସିସି ପ୍ରେସିଡେଣ୍ଟ କିନ୍ତୁ ଅଛନ୍ତି ଆମର ପିସିସି ପ୍ରେସିଡେଣ୍ଟ ଗ୍ରହଣ ନାଇଁ ଆପଣ ମେଣ୍ଟାଲି ଗ୍ରହଣ କରିପାରୁଛନ୍ତି କି ନାହିଁ ନାଇଁ। ମାନସିକ ସ୍ତରରେ ଆପଣ ତ- ଆକ୍ସେପ୍ଟ କରୁଛନ୍ତି କି ସେ ମୋର ନେତା ବୋଲି କିନ୍ତୁ ଯାହାକୁ ଏଆଇସିସି ବସେଇବେ ଆମେ ତାଙ୍କୁ ଗ୍ରହଣ କରିବାକୁ ବାଧ୍ୟ କିନ୍ତୁ ହୃଦୟର ସହିତ ଗ୍ରହଣ କରୁଛନ୍ତି ହୃଦୟର ସହିତ ଯେତେବେଳେ ଗ୍ରହଣ କରିବୁ ଯଦି ତାର ପ୍ରତ୍ୟେକ କାର୍ଯ୍ୟକ୍ରମ ସେ ଅନୁସାରେ ହୃଦୟ ସହିତ ହବ ତାହେଲେ ଗ୍ରହଣ କରିବୁ ବର୍ତ୍ତମାନ ଯାଏ ଆମେ ଯାହା ଅନୁଭବ କରୁଛୁ ସେ ସମସ୍ତଙ୍କୁ ନେବା ପାଇଁ ଚାହୁଁନାହାନ୍ତି କଂଗ୍ରେସକୁ ସମସ୍ତଙ୍କୁ ଡ୍ରାଇଭ୍ କରିବା ପାଇଁ ଚାହୁଁନାହାନ୍ତି ଫର ଏକ୍ସାମ୍ପଲ ପଲିଟିକାଲ ଆଫେୟାର୍ସ କମିଟି ଇଜ ଭେରି ଇମ୍ପୋର୍ଟାଣ୍ଟ କମିଟି ଏବଂ ନରସିଂହ ମିଶ୍ର ଜଣେ ଦୁଇଥରର ଅପୋଜିସନ ଲିଡର ଥରେ ସିଏଲପି ଲିଡର ମନ୍ତ୍ରୀ ଲ କମିଶନର ମେମ୍ବର ଏବଂ ତାଙ୍କର ପ୍ରେଜେନ୍ସ ଆସେମ୍ବଲି ଭିତରେ ଗୋଟେ କଂଗ୍ରେସକୁ ମାଇଲେଜ ଦେଉଥିଲା ସେ ଗତ ଥର ନିଜେ ଆଡମିଟ୍ କରିଲେ ମୋ ଏଜ୍ ହେଉଛି ମୁଁ ଆଉ ନିର୍ବାଚନରେ ଭାଗ ନେବି ନାହିଁ ତେଣୁ ଇଲେକ୍ଟ୍ରାଲ ପଲିଟିକ୍ସରୁ ସେ ରିଟାୟାରମେଣ୍ଟ ନେଲେ କିନ୍ତୁ କହିଲେ ମୁଁ ରାଜନୀତିରେ ରହିବି ମୋର ଜୀବନ ପର୍ଯ୍ୟନ୍ତ ଶିଷ୍ୟ କଂଗ୍ରେସ ପାଇଁ କାମ କରିବି ତ ଆମେ ପର୍ସନାଲ ତାଙ୍କ ସହିତ କ'ଣ ଆମର ଏନିମିଟି ଥିବ ବଟ୍ ଏତେ ବଡ଼ ଷ୍ଟ୍ରେଚରର ଲୋକକୁ ଯଦି ଆମେ ପଲିଟିକାଲ ଆଫେୟାର୍ସ କମିଟି ରଖିବା ନାହିଁ ତାଙ୍କୁ ବାଦ ଦେବା ଏବଂ ସେ ସେଥିରେ ଅନୁଭବ କରିବେ କଷ୍ଟ ଯେ ମୋତେ ପଚରା ଯାଉନି କି କରାଯାଉନି ତେଣୁ ଏଇଟା କ'ଣ ହେଲା ସମସ୍ତଙ୍କୁ ନେଇଯିବା ପାଇଁ ଏଇ ଯେ କିଛି କିଛି କିନ୍ତୁ ଜାଗାରେ ଆପଣ କହୁଛନ୍ତି 83 ବର୍ଷର ମଲ୍ଲିକାର୍ଜୁନ ଖଡଗେ ଏଆଇସିସି ର ପ୍ରେସିଡେଣ୍ଟ ସିଏ ଯୁବକ ମାନଙ୍କୁ କନେକ୍ଟ କରିପାରୁନାହାନ୍ତି ଆପଣ ପୁଣି 80 ବର୍ଷରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ନରସିଂହ ମିଶ୍ରଙ୍କୁ କଂଗ୍ରେସରେ ଓଡ଼ିଶାରେ ସାମିଲ କରିବା ପାଇଁ କହୁଛନ୍ତି ମୁଁ ତାଙ୍କୁ ପୁଣି ପଚରାଯାଉ ମୁଁ ଆପଣଙ୍କୁ କହୁଛି ଏଥିପାଇଁ ଯେତେ ଅଭିଜ୍ଞତା ହବ ସେତେ ଲୋକ ମାଡ଼ ଖାଇକି ଉପରକୁ ଯାଇଥିବ ସେ ସେତେ ସଜେସନ ଦେବା ପାଇଁ କ୍ରାଇସିସ୍ରୁ ବାହାର କରିବା ପାଇଁ ତାଙ୍କ ଅଭିଜ୍ଞତାର କାମ ଦିଏ ତେଣୁ ଯେତେବେଳେ ସେ ୱାନ୍ସ କହି ସାରିଛନ୍ତି ମୁଁ ଇଲେକ୍ଟ୍ରାଲ ପଲିଟିକ୍ସରେ ରହିବି ନାହିଁ ଆମର କର୍ତ୍ତବ୍ୟ ହେଉଛି ସେହିପରି ଅଭିଜ୍ଞ ଲୋକମାନଙ୍କର ପରାମର୍ଶ ନେଇ ଆଡଭାଇଜର ରୁହନ୍ତୁ କେବଳ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆଡଭାଇଜର କହୁଛି ପଲିଟିକାଲ ଆଫେୟାର୍ସ କମିଟି ଆଫେୟାର୍ସ ତାଙ୍କୁ ମୁଁ କହୁନି କି ଆପଣ ପିସିସି ପ୍ରେସିଡେଣ୍ଟ କରନ୍ତୁ ବଟ୍ ଆଫେୟାର୍ସ କମିଟିରେ ରହିକି ଆଡଭାଇସ୍ କରିବା ଉଚିତ କଂଗ୍ରେସକୁ କୋଉ ଦିଶାରେ ଯିବାର ଅଛି ଆମେ କହୁନ ତ ଗାଡ଼ି ମଞ୍ଚରେ ବସାନ୍ତୁ ମଞ୍ଚରେ ନୂଆ ପିଲା ବସାନ୍ତୁ ନୂଆ ଇଏ କରନ୍ତୁ କିନ୍ତୁ ଗୋଟେ ବ୍ୟାକ୍ ଅଫିସ୍ ଯୋଉଟା ଆମକୁ କଂଗ୍ରେସର ଇତିହାସ ସହିତ ଜଡ଼ିଥିବ ଜାଣିଥିବେ ମଲ୍ଲିକାର୍ଜୁନ ଖଡଗେଙ୍କ କଥା ମୁଁ ଆପଣଙ୍କୁ ଏଥିପାଇଁ କହିବି ଯେ ଆମେ ବିରୋଧୀ ଦଳ ଭୂମିକାରେ ଅଛୁ ବିରୋଧୀ ଦଳ ଭୂମିକାରେ ଯେ ଥିବେ ତାଙ୍କର କାମ ହେଉଛି କଠିନ ପରିଶ୍ରମ କରି ପୁଣି ଲୋକଙ୍କ ଆସ୍ଥା ଭାଜନ ନେଲେ ଯାଇକି ଆମେ ସରକାରକୁ ଆସିବୁ ଆପଣ ଦେଖିବେ ଗୋଟେ ଇନଷ୍ଟାନ୍ସ ଓଡ଼ିଶା ବିଜୁ ଜନତା ଦଳର ନବୀନ ବାବୁଙ୍କର ମୁଭମେଣ୍ଟ ନବୀନ ବାବୁଙ୍କର ଝିଅ ତାଙ୍କୁ ରେଷ୍ଟ୍ରିକ୍ଟ କରିଦେଉଛି ବର୍ତ୍ତମାନ ଆସେମ୍ବଲି ଭିତରକୁ ଯିବା ପାଇଁ କି ବାହାରକୁ କୌଣସି କାର୍ଯ୍ୟକ୍ରମ ପାଇଁ ଯିବା ପାଇଁ ସେକେଣ୍ଡ ଲାଇନ୍ ଲିଡରସିପ୍ କ୍ରିଏଟ୍ କରିନାହାନ୍ତି କାରଣ ଦାୟିତ୍ୱ ଦେଇନାହାନ୍ତି ସବୁ ଦାୟିତ୍ୱ ତାଙ୍କ ପାଖରେ ଅଛି ସେ ଅପୋଜିସନ ଲିଡର ସେ ପାର୍ଟିର ପ୍ରେସିଡେଣ୍ଟ ଏଭ୍ରିଥିଙ୍ଗ ପାର୍ଟି ଆସ୍ତେ ଆସ୍ତେ କୋଲାପ୍ସ କରୁଛି ପାର୍ଟି କନେକ୍ଟ ହେଇପାରୁନାହାନ୍ତି ପରସ୍ପର ସହିତ ତେଣୁ କଂଗ୍ରେସ ପାର୍ଟିରେ ମୋର ମଧ୍ୟ ସେଇ ଚିଠିରେ ମୁଁ ସୋନିଆଜୀକୁ ଲେଖିଥିଲି ଯେ ମଲ୍ଲିକାର୍ଜୁନ ଖଡଗେ ୱିଥ୍ ଡ୍ୟୁ ରେସ୍ପେକ୍ଟ ଭେରି ସିନିୟର ପର୍ସନ ଆଣ୍ଡ ରାଜ୍ୟସଭାରେ ମଧ୍ୟ ସେ ଲିଡର ଅଫ୍ ରାଜ୍ୟସଭା ବଟ୍ ସେ ଯଦି ଏବେ ଏଆଇସିସି ପ୍ରେସିଡେଣ୍ଟ ରହିବେ ଆଉ ଆମେ ବିହାର ଇଲେକ୍ସନ୍ ତାଙ୍କୁ ଥରେ ଦୁଇଥର ଦେଖିଲୁ ଯାଇଛନ୍ତି ପଚାରରେ ତାହେଲେ ଆମେ କେମିତି କନେକ୍ଟ ହବା ୱିଥ୍ ଅଦର ପିପୁଲ୍ସ ୟୁଥ୍ ଆଣ୍ଡ ତାକୁ 83 ବର୍ଷର ମଲ୍ଲିକାର୍ଜୁନ ଖଡଗେ କେମିତି କନେକ୍ଟ କରିବେ ଏ କ୍ୱେଶ୍ଚିନ୍ ଆପଣ ଉଠେଇଛନ୍ତି ରାହୁଲ ଗାନ୍ଧୀ ତ 3 ବର୍ଷ ହେଲାଣି ମତେ ଆପଏଣ୍ଟମେଣ୍ଟ ଦଉନାହାନ୍ତି ସିଏ କଣ କେମିତି ଆମର ନେତୃତ୍ୱ ନେବେ ଆଉ ଅନେକ ଲୋକ କମ୍ପ୍ଲେନ କରୁଛନ୍ତି ଯେ ରାହୁଲ ଗାନ୍ଧୀକୁ ସେମାନେ ଭେଟି ପାରୁନାହାନ୍ତି ତେଣୁ ପୁଅ ବିରୁଦ୍ଧରେ ଆପଣ ମାଙ୍କ ଆଗରେ ଫେରାଦ ହେଇଛନ୍ତି ପାର୍ଟିର ପୁଅ ମା କଥା ପଡ଼ିନି 100 ବର୍ଷର ପୁରୁଣା କଂଗ୍ରେସ ପାର୍ଟି କିନ୍ତୁ ସୋନିଆ ଗାନ୍ଧୀ ତ ମା ରାହୁଲ ଗାନ୍ଧୀ ତ ପୁଅ ସେଥିରେ ମୋର ବି ଯାହା ଅଧିକାର ଅଛି ସୋନିଆଜୀଙ୍କ ବି ସେଇ ଅଧିକାର ଅଛି ପ୍ରତ୍ୟେକ କର୍ମୀଙ୍କର ଝାଳ ବୁହାର ଇଏରେ ଦଳ ଠିଆ ହେଇଛି ଏବଂ ସେମାନେ ନେତା ହେଇଛନ୍ତି ଆମେ ଗ୍ରାଉଣ୍ଡ ଲେବୁଲ ଯଦି କଂଗ୍ରେସ ନଥିବ ତାହେଲେ ଆମ ନେତା ଲିଡରସିପ୍ ସେମାନେ ରହିପାରିବେନି ତାଙ୍କୁ ଶୁଣିବାକୁ ପଡ଼ିବ ଆମ କଥା କଂଗ୍ରେସରେ ସିରିଜ ଡିଫିଟ୍ ହେଉଛି ତା ପାଇଁ କାହିଁକି ହେଉଛି କୋଉଠି ଭୁଲ ହେଉଛି ତାକୁ କେମିତି କରେକ୍ସନ କରାଯିବ କେମିତି ଓପିନିଅନ ବିଲ୍ଡଅପ୍ କରାଯିବ କୋଉମାନଙ୍କୁ ଦାୟିତ୍ୱ ଦେଲେ ପୁଣି ସେ କରେକ୍ସନଟା ହେଇପାରିବ ଲୋକ କ'ଣ ଚାହୁଁଛନ୍ତି ଏ ବିଷୟରେ ପାର୍ଟିର ସୁପ୍ରିମୋ ଆଲୋଚନା କରିବା ଉଚିତ କିନ୍ତୁ ମୁକିମ ବାବୁ ଯଦି ଆପଣ କହୁଛନ୍ତି ଆମ କଥା ରାହୁଲ ଗାନ୍ଧୀ ଶୁଣିବା ଉଚିତ ଯଦି ନ ଶୁଣିକିରି ଆପଣଙ୍କୁ ସସ୍ପେଣ୍ଡ କଲେ ମୋର ଯୋଉ ଫାର୍ଷ୍ଟ କ୍ୱେଶ୍ଚିନ୍ ଥିଲା ତାହେଲେ ମହମ୍ମଦ ମୁକିମ କ'ଣ କରିବେ ଦେଖନ୍ତୁ ମୁଁ ଟିକେ ପଜିଟିଭ ମାଇଣ୍ଡ ଅଛି ଏଇଥିପାଇଁ ଦଳ ଆମର ଏବଂ ଦଳର ଯୋଉ ଚିଠି ମୁଁ ଲେଖିଛି ଦଳ ବିରୋଧୀ ଚିଠି ନୁହଁ ଏବଂ ଏହାର ଭାବୁଛି ଯେ ଗଣତନ୍ତ୍ର ପଦ୍ଧତିରେ ଦଳ
ଏ ଦଳ ୟାକୁ ଗ୍ରହଣ କରିବ ଯଦି ନ କରେ ଖାସ କରି ସୋନିଆ ଗାନ୍ଧୀ ୟାକୁ ଗ୍ରହଣ କରିବେ ଏବଂ ନିଶ୍ଚିତ ରୂପେ ତାପରେ ଆଲୋଚନା ହେବ। ମୁଁ ଧନ୍ୟବାଦ ଜଣେଇବି ଯେ ହୁଏତ ମୁଁ ଗଣମାଧ୍ୟମରେ ବିଷୟରେ ଆସି ଆଲୋଚନା କରିବା ଠିକ ନଥିବ, କିନ୍ତୁ ତଥାପି ଯେତେବେଳେ ଗଣମାଧ୍ୟମ ଏ ଚିଠି କୋଉଠି ନା କୋଉଠି ପାଇକି ପରିପ୍ରକାଶ ହେଇଛି, କାରଣ ଚିଠି ତ ମୁଁ ଗୋଟିଏ ଲୋକଙ୍କୁ ଦେଇନି, ଚିଠିର କପି ମୁଁ 36 ଜଣଙ୍କୁ ଦେଇଛି। ତେଣୁ ମୁଁ ମଧ୍ୟ ଗଣମାଧ୍ୟମ ସାମ୍ନାରେ ଯାହା ସତ୍ୟ ତା ବଖାଣିଛି ଏବଂ ଇଏ କଥା ଦିଲ୍ଲୀରେ ପହଞ୍ଚିଲାଣି ଏବଂ କିଛି ବ୍ୟକ୍ତି ମୋ ସହିତ ଆଲୋଚନା କରିଥିଲେ ଅନଅଫିସିଆଲି ଏବଂ ସେମାନେ ମଧ୍ୟ ଅନୁଭବ କରୁଛନ୍ତି ଏ ଜିନିଷଟା କୋଉଠି ନା କୋଉଠି ଆଉ ଆଲୋଚନା ହବ। ଯଦି ଆଲୋଚନା ନ କରି ଆପଣଙ୍କୁ ସସ୍ପେଣ୍ଡ କରି ଦିଆଯାଏ କାହିଁ ମନୋରଞ୍ଜନ ବାବୁ ଆମ ଦଳ ଭିତର କଥା କହୁଛନ୍ତି ଯେମିତି କରିହେବ। ମୋର ଦୃଢ ବିଶ୍ୱାସ ଅଛି ମ୍ୟାଡାମ ସୋନିଆ ଗାନ୍ଧୀ ଏବଂ ଆଲୋଚନା ପରିଷଦ ବହୁତ ଜୋରରେ ଆଲୋଚନା ହଉଛି ଯେ ମହମ୍ମଦ ମୁକିମ ଗୋଟେ ପଲିଟିକାଲ ଆଉଟଫିଟ୍ ତିଆରି କରିବା ପାଇଁ ଲାଗିଛନ୍ତି। ଗୋଟେ ବିକଳ୍ପ ରାଜନୈତିକ ଶକ୍ତି ଓଡିଶାରେ ରହିବା ଦରକାର, ଏକଥା ମହମ୍ମଦ ମୁକିମ କରିପାରିବେ। ଅନ୍ୟମାନଙ୍କ ଭଳି ତାଙ୍କ ପାଖରେ ଫଣ୍ଡସର କ୍ରାଇସିସ୍ ନାହିଁ, ତାଙ୍କ ପାଖରେ ଟଙ୍କା ଅଛି, ତାଙ୍କ ପାଖରେ ଲୋକବଳ ଅଛି। ତେଣୁ ସେ ଗୋଟେ ବିକଳ୍ପ ରାଜନୈତିକ ଶକ୍ତି, ମୁଁ ଦଳ ବୋଲି କହୁନି, ତିଆରି କରିବାର ସାମର୍ଥ୍ୟ ରଖନ୍ତି। ମହମ୍ମଦ ମୁକିମ ସେଇ ଦିଗରେ ଯାଉଛନ୍ତି। ମୁଁ କଂଗ୍ରେସକୁ ଯୋଉ ଆବଶ୍ୟକତା ଅଛି ସଜାଡ଼ିବାର, ସଂସ୍କାରର କରେକ୍ସନ କରିବାର ଉଦ୍ୟମ କରିଛି। ଯୋଉ ଲକ୍ଷ ଲକ୍ଷ କଂଗ୍ରେସ ୱାର୍କରଙ୍କ ଯୋଉ ମନର ବେଦନା ଆବାସ, ତାକୁ ସାହସ କରିକି ମୁଁ ଏପରି ଏକ ପତ୍ର ମୁଁ ସୋନିଆ ଗାନ୍ଧୀଙ୍କୁ ଲେଖିଛି। ତ ମୋ ଦୃଢ ବିଶ୍ୱାସ ଯେ ମୋ ପରି ଏକ ଛୋଟ ସୁଦୂର ଓଡ଼ିଶାର କଂଗ୍ରେସ କର୍ମୀଙ୍କର ବ୍ୟଥା ନିଶ୍ଚିତ ରୂପେ ମ୍ୟାଡାମ ସୋନିଆ ଗାନ୍ଧୀ ଶୁଣିବେ, ଅନୁଭବ କରିବେ ଏବଂ ତା ଦେହରେ ଯଦି କିଛି କରେକ୍ସନ ହେଇଯିବ ମୁଁ ନିଜକୁ ଧନ୍ୟ ମନେ କରିବି ଯେ ମୋର ପଦକ୍ଷେପରେ ତ ସୋନିଆ ଗାନ୍ଧୀ ପୁଅ କଥା ଶୁଣିବେ ନା ମହମ୍ମଦ ମୁକିମଙ୍କ କଥା ଶୁଣିବେ? ସୋନିଆ ଗାନ୍ଧୀ କଂଗ୍ରେସ ପାଇଁ ଯାହା ଉଚିତ ଥିବ ତାହା ଶୁଣିବେ। ପୁଅ କଥା ଶୁଣିବେନି? ମୁଁ ଆଜି ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ତାଙ୍କ କଥା ମହମ୍ମଦ ମୁକିମଙ୍କ କଥା। ସୋନିଆ ଗାନ୍ଧୀ ଆମମାନ ସମସ୍ତଙ୍କ ପାଇଁ, କଂଗ୍ରେସ ପରିବାର ପାଇଁ ସେ ହଉଛନ୍ତି ଆମର ମା, ମଦର। କିନ୍ତୁ ରାହୁଲ ଗାନ୍ଧୀଙ୍କର ରିଅଲ ମା ସେ ହଉଛନ୍ତି ସୋନିଆ ଗାନ୍ଧୀ। ତେଣୁ ସେ ଯେତେବେଳେ ଅନୁଭବ କରିବେ ଯେ ଏ ମୋ ପୁଅ ମାନେ ସବୁ ଠିକ କଥା କହୁଛନ୍ତି, ସେତେବେଳକୁ ସେ ସବୁ ପୁଅଙ୍କ କଥା ଶୁଣିବା ପାଇଁ ଆଗକୁ ବାହାରିବେ। ଏ ସବୁ ପୁଅ ମହମ୍ମଦ ମୁକିମଙ୍କ ଭଳି ପୁଅ ଆଉ ରାହୁଲ ଗାନ୍ଧୀଙ୍କ ଭଳି ପୁଅ, ସେ ରାହୁଲ ଗାନ୍ଧୀଙ୍କ କଥା ଶୁଣିବେ ନା ମହମ୍ମଦ ମୁକିମଙ୍କ କଥା ଶୁଣିବେ? ଆପଣ ୟାକୁ ଦେଖିଦେବେ ବହୁତ କମ ସମୟ ଭିତରେ ଏବଂ ଆପଣ ମଧ୍ୟ ଆଡମିଟ୍ କରିବେ ଯେ ନାଇଁ ଇଏ ଲେଡି ଯିଏ ସବୁ ତ୍ୟାଗ କରିକି ବସିଛନ୍ତି, ଯେତେବେଳେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ହେବା ପାଇଁ ସେ ଯୋଗ୍ୟ ଥିଲେ, କଂଗ୍ରେସକୁ ବ୍ୟାକ୍ କରିଥିଲେ, ସେତେବେଳେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ହେଇନଥିଲେ। ତାଙ୍କର ତ୍ୟାଗ ଥିଲା ଏବଂ ଆଜି ମଧ୍ୟ କଂଗ୍ରେସ ଦଳକୁ ସୁଧାରିବା ପାଇଁ ସେ ତ୍ୟାଗ। ତ ମହମ୍ମଦ ମୁକିମ ଆପଣଙ୍କୁ ଯଦି କେହି ପ୍ରସ୍ତାବ ଦିଅନ୍ତି ଯେ ଆପଣ ଏ କଂଗ୍ରେସରେ ଆଉ ଅତ୍ୟାଚାରିତ ହେଇ ଅସନ୍ତୁଷ୍ଟ ହେଇ କେତେ ଦିନ ରହିବେ, ଗୋଟେ ବିକଳ୍ପ ଚିନ୍ତା କରନ୍ତୁ, ଆପଣଙ୍କର ଉତ୍ତର କଣ ରହିବ? ମୋ ଉତ୍ତର କଂଗ୍ରେସ ସହିତ ରହିବ। ଆପଣ କଂଗ୍ରେସ ସହିତ ରହିବେ ଆଉ ଆପଣଙ୍କ ବିରୋଧୀ ମାନେ ବର୍ତ୍ତମାନ ହାଇକମାଣ୍ଡଙ୍କ ପାଖରେ ପହଞ୍ଚିବେ ଯେ ମହମ୍ମଦ ମୁକିମକୁ ସୁପ୍ରିମକୋର୍ଟ ଏଇଆ କହିଛନ୍ତି, ସେ ଇଲେକ୍ସନ ଲଢି ପାରିବେନି, ତାଙ୍କ ନାଁରେ ଭିଜିଲାନ୍ସ କେସ୍ ଅଛି, କୋର୍ଟ ତାଙ୍କୁ କନଭିକ୍ଟ କରିଛି, ତେଣୁ ସେଇ ବ୍ୟକ୍ତି କହୁଛନ୍ତି। ଏଇ କଥା ଯେତେବେଳେ ଆସିବ ସେତେବେଳେ ମହମ୍ମଦ ମୁକିମ ଏହାର ଜବାବ କେମିତି ରଖିବେ ସୋନିଆ ଗାନ୍ଧୀଙ୍କ ପାଖରେ? ଜବାବ ଯେମିତି ମୁଁ ରଖିକି ଆସିଛି ବିଗତ ଦିନରେ ଯେ ମୁଁ ଯେହେତୁ ରାଜନୀତି କରୁଛି, ରାଜନୀତି କଲା ଭିତରେ ଆପଣ ଜାଣିଛନ୍ତି ମନୋରଞ୍ଜନ ବାବୁ, କୋର୍ଟରେ କେସ୍ କେମିତି ହୁଏ, ଲୋକମାନଙ୍କୁ କିପରି ଭାବରେ ୱାସିଂ ମେସିନରେ ପକା ହେଇକି ଧୁଆ ହେଇଯାଏ ଏବଂ କୋଉଠି କ'ଣ କାର୍ଯ୍ୟକ୍ରମ ହୁଏ ସବୁ ଜାଣିଛନ୍ତି। ମୁଁ ତେଣୁ ଯେହେତୁ ସେ ମ୍ୟାଟର ମଧ୍ୟ ସୁପ୍ରିମକୋର୍ଟରେ ଅଛି, ମୁଁ କିଛି ଆଲୋଚନା କରିବା ଉଚିତ ମନେ କରୁନାହିଁ। ଦିଲ୍ଲୀ ଜାଣିଛନ୍ତି ଏ ବିଷୟରେ ଆଉ ଆମର ମଧ୍ୟ ରାହୁଲଜୀ ମଧ୍ୟ ସେମ୍ ବୋଟ୍ର ଯାତ୍ରୀ, ତାଙ୍କୁ ମଧ୍ୟ କନଭିକ୍ସନ୍ କରାହେଇଥିଲା, ତାଙ୍କୁ ମଧ୍ୟ ଫଲ୍ସ କେସ୍ରେ ପକେଇକି ହଇରାଣ ହରକତ କରାହେଇଥିଲା ଏବଂ ସେ ମଧ୍ୟ କ୍ୱାର୍ଟର ଛାଡ଼ିବାକୁ, ମେମ୍ବରସିପ୍ ଯିବାକୁ ବାଧ୍ୟ ହେଇଯାଇଥିଲେ। ତେଣୁ ସେ ସବୁ ପଲିଟିକାଲି ବିଭିନ୍ନ ଚାପ୍ଟର ବିଭିନ୍ନ ଇଏରେ ଆପଣ ଗତି କରିବେ, ସେ ଗୋଟେ ଅଲଗା ଇଏ। କିନ୍ତୁ ମୁଁ ଯେଉଁ ଉଦ୍ଦେଶ୍ୟ ନେଇ ଚିଠି ଲେଖିଛି ଓ ଦୃଢ଼ ବିଶ୍ୱାସ ଯେ ଇଏ କଥା ଦିଲ୍ଲୀରେ ଶୁଣାଯିବ। ଦିଲ୍ଲୀରେ ଶୁଣାଯିବ। ମୋର ଲାଷ୍ଟ କ୍ୱେଶ୍ଚିନ୍ ଶ୍ରୀଯୁକ୍ତ ମହମ୍ମଦ ମୁକିମ, ଯେ ଯଦି ଆପଣଙ୍କୁ କଂଗ୍ରେସରେ ଏଇଭଳି ଅବସ୍ଥାରେ କଣ୍ଟିନ୍ୟୁ କରିବା ପାଇଁ ପଡ଼େ, ଆପଣ ବାଧ୍ୟ ହୁଅନ୍ତି, ସୋନିଆ ଗାନ୍ଧୀ ମନେ କରନ୍ତୁ ବହୁତ ନେତା ଅଛନ୍ତି ସାରା ଭାରତ ବର୍ଷରେ, ଯଦି ଆପଣଙ୍କ କଥାକୁ ସିରିୟସଲି ନ ନିଆଯାଏ ଆଉ ଆପଣ ଯେମିତି ଅଛନ୍ତି ସେମିତି ରହିବା ପାଇଁ କୁହାଯାଏ, ଭକ୍ତ ଦାସଙ୍କ ନେତୃତ୍ୱକୁ ମାନିବା ପାଇଁ କୁହାଯାଏ, ତାହେଲେ ମହମ୍ମଦ ମୁକିମ ଯେମିତି ଅଛନ୍ତି ସେମିତି ରହିବେ
चिठी लेखिकी चुपचाप बसबे ना किसी एक्शन मोड को जिवे? देखो मते पार्टी जेतले मु द्रौपदी मुर्मू ओडिया झील प्रेसिडेंट लड़ुले भोट देते दल मत सस्पेंड कर देते परवर्ती अवस्था से मो सांगे जी अगर सस्पेंड होते बसंत विशाल जो चिरंजीव बाबू से दल छाड़ी विजु जनता दल जाकि जॉइन करते मोहम्मद मुकीम से कांग्रेस पड़ी आप पूरी पड़ी रही आम कांग्रेस सहित रही यही कांग्रेस को आगू चलिए आम बीजेपी नेता माने आपन संपर्क रे अछंती अनेक दलर नेता माने आपन संपर्क रे अछंती मोहम्मद मुकीम आम पाखु आसंतु नले से कांग्रेस को बाहर गोटे नुआ आउटफिट करो से बहुत कहला जे मोहम्मद मुकीम आम आदमी पार्टी सहित जाऊँगी बीजेपी सहित संपर्क रखती द्रौपदी मुर्मू भोट देती गवर्नर घर को जाती सब स्टोरी नारेट कराइला इलेक्शन जिते आसला से कहला देवाशीष सामंत राज्यसभा पठे दिहला मोहम्मद मुकीम थर्ड फ्लोर सहित कंटाक्ट अच्छी विजु जनता दल टिके लड़े बोली आप जहाँ देखिए मोहम्मद मुकीम रहा कांग्रेस सहित रही तेणु कांग्रेस सहित अच्छी मनोरंजन बाबू कांग्रेस सहित रही मनोरंजन बाबू जेहेतु आम कांग्रेस गोटे विराट परिवार सहित जोड़ी अच्छु मोर मनर वेदना अच्छी मुझे आशा करुँचे गोटे पॉजिटिव रिजल्ट पाई बहुत धन्यवाद श्रीत मोहम्मद मुकीम आम लक्ष्य करिवार कथा कि मोहम्मद मुकीम को परवर्ती राजनीतिक कार्यक्रम कौन बहुत धन्यवाद।